ଜୟଗୁରୁ। ଆଜିର ଏହି ଧାବମାନ ଜୀବନରେ ଯେତେବେଳେ ଚାରିଆଡ଼େ କେବଳ ପ୍ରତିଯୋଗିତା, ସ୍ୱାର୍ଥ ଆଉ କୋଳାହଳ, ସେତେବେଳେ ମଣିଷ ନିଜକୁ ଭାରି ଏକାକୀ ଅନୁଭବ କରେ। କେବେ କେବେ ରାତିର ନିର୍ଜନତାରେ ବସି ଭାବିଲେ ଲାଗେ, ଏତେ ଲୋକଙ୍କ ଗହଣରେ ବି ମୋର ବୋଲି ବୋଧହୁଏ କେହି ନାହାନ୍ତି। ମୋର ଅନ୍ତରର ଯନ୍ତ୍ରଣା, ମୋର ଅସହାୟତା, ମୋ ମନର ଗହନ ଗ୍ରନ୍ଥିକୁ ବୁଝିବା ପାଇଁ ଏ ସଂସାରରେ କାହା ପାଖରେ ସମୟ ନାହିଁ। କିନ୍ତୁ ଟିକିଏ ରହିଯାଆନ୍ତୁ, ଆଖି ବୁଜି ଥରେ ନିଜ ହୃଦୟକୁ ପଚାରନ୍ତୁ, ସତରେ କ'ଣ ଆପଣ ଏକା? ସେହି ସସୀମ ପ୍ରେମର ସାଗର, କରୁଣାର ଜୀବନ୍ତ ମୂର୍ତ୍ତି ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସ ଦେବ ଆମ ସମସ୍ତଙ୍କ ପାଇଁ ଏକ ଅମୃତବାଣୀ ଛାଡ଼ି ଯାଇଛନ୍ତି। ଠାକୁର କହିଛନ୍ତି, ମୁଁ ଯେଉଁଠାରେ ଥିଲେ ମଧ୍ୟ ଭକ୍ତମାନଙ୍କ ପାଇଁ ମୋ ପ୍ରାଣ ସତତ ଅସ୍ଥିର ଥାଏ। ଭାବି ଦେଖନ୍ତୁ ତ, ଜଣେ ସଦ୍ଗୁରୁଙ୍କର ଆମ ପ୍ରତି କେତେ ଗଭୀର ସ୍ନେହ, କେତେ ଗୁରୁତର ବ୍ୟାକୁଳତା। ଆମେ ହୁଏତ ସାଂସାରିକ ଜାଲରେ ଛନ୍ଦି ହୋଇ ତାଙ୍କୁ ମନେ ପକାଇବାକୁ ଭୁଲି ଯାଉ। ଆମେ ହୁଏତ ଭାବୁ ଯେ ଆମେ ତାଙ୍କଠାରୁ ଅନେକ ଦୂରରେ ଅଛୁ, କିନ୍ତୁ ତାଙ୍କର କରୁଣାମୟ ଆଖି ସଦାସର୍ବଦା ଆମ ଉପରେ ରହିଛି। ସେ ଯେଉଁଠି ବି ଥାଆନ୍ତୁ, ଆମ ପାଇଁ ତାଙ୍କ ପ୍ରାଣ ଅହରହ ବ୍ୟାକୁଳ ହୋଇଉଠେ। ଆମ ସଂସାରର ନିୟମ ଭାରି ନିଷ୍ଠୁର। ଆମେ ମଣିଷମାନେ ବିଚାର କରୁ, କିଏ ଗୁଣୀ, କିଏ ଦୋଷୀ, କିଏ ଜ୍ଞାନୀ, କିଏ ମୂର୍ଖ, କିଏ ସୁନ୍ଦର ଆଉ କିଏ କୁତ୍ସିତ। ଆମେ ସବୁବେଳେ ଭଲ ମଣିଷକୁ ଆପଣେଇ ନେଉ, ଆଉ ଯିଏ ଟିକିଏ ଭୁଲ କରେ, ଯିଏ ଅସମର୍ଥ, ତାକୁ ସମାଜରୁ ଆମ ନିଜ ଜୀବନରୁ ଦୂରେଇ ଦେଉ। କିନ୍ତୁ ଜଣେ ସଦ୍ଗୁରୁଙ୍କର ଦୃଷ୍ଟି ଏ ସାଂସାରିକ ଚକ୍ଷୁ ପରି ନୁହେଁ। ଠାକୁର ନିଗମାନନ୍ଦ କହିଛନ୍ତି, ତୁମମାନଙ୍କ ନିକଟରେ ଜଣେ ଭଲ ଆଉ ଜଣେ ମନ୍ଦ, କିନ୍ତୁ ମୋ ନିକଟରେ ସବୁ ଭକ୍ତ ସମାନ। ଜଣେ ମା ପାଇଁ ତାର ସବୁ ସନ୍ତାନ ସମାନ ହୋଇଥାନ୍ତି। ମା କେବେ ବି ଗୋଟିଏ ପୁଅକୁ ଅଧିକ ଆଉ ଗୋଟିଏ ପୁଅକୁ କମ୍ ଭଲ ପାଏ ନାହିଁ। ଠାକୁର ଆମର ସେହିପରି ପରମ ପିତା, ପରମ ମାତା। ତାଙ୍କ ଦରବାରରେ କେହି ସ୍ପେଶାଲ ନୁହନ୍ତି, କେହି ଛୋଟ ମଧ୍ୟ ନୁହନ୍ତି। ସେ ସମସ୍ତଙ୍କୁ ସମାନ ସ୍ନେହରେ, ସମାନ ବାତ୍ସଲ୍ୟରେ ନିଜ କୋଳକୁ ଟାଣି ନିଅନ୍ତି। ଆଉ ମଧ୍ୟ ଠାକୁର କହିଛନ୍ତି, ବିଶେଷତଃ ଯେ ଯେତେ ମନ୍ଦ, ଯେ ଯେତେ ବୋକା, ସେ ମୋ ନିକଟରେ ସେତିକି ଦୟା ଓ ସ୍ନେହର ପାତ୍ର। ଜଣେ ମା'ର ଯେଉଁ ସନ୍ତାନଟି ଶାରୀରିକ କିମ୍ବା ମାନସିକ ଭାବେ ଦୁର୍ବଳ ଥାଏ, ଯିଏ ଭଲ ଭାବେ ଚାଲିପାରେ ନାହିଁ, ଯିଏ ବୁଝିପାରେ ନାହିଁ, ମା ତା ପ୍ରତି ଟିକେ ଅଧିକ ଧ୍ୟାନ ଦିଅନ୍ତି, ତାକୁ ଅଧିକ କୋଳେଇ ନିଅନ୍ତି। ଠିକ୍ ସେହିପରି ଆମେ ଯଦି ଭୁଲ କରିଛୁ, ଆମେ ଯଦି ପାପ କରିଛୁ, ଆମେ ଯଦି ଏ ସଂସାର ଆଗରେ ଅଜ୍ଞାନ ଓ ବୋକା ପ୍ରମାଣିତ ହୋଇଛୁ, ତଥାପି ଡରିବାର କିଛି ନାହିଁ। ଠାକୁର ଆମକୁ ଘୃଣା କରନ୍ତି ନାହିଁ, ବରଂ ଆମେ ତାଙ୍କ ଦୟାର, ତାଙ୍କ ଅପାର ସ୍ନେହର ସବୁଠାରୁ ବଡ଼ ହକଦାର। ଆମର ଦୋଷ, ଆମର ଦୁର୍ବଳତା ହିଁ ଠାକୁରଙ୍କୁ ଆମ ଆଡ଼କୁ ଅଧିକ ଆକୃଷ୍ଟ କରେ। ସେଥିପାଇଁ ଆଜିଠାରୁ ନିଜକୁ କେବେ ବୋଲି ହୀନ ମନେ କରିବା ନାହିଁ। ସଂସାର ଆପଣଙ୍କୁ ଛାଡ଼ି ଦେଇପାରେ, କିନ୍ତୁ ଆପଣଙ୍କ ଗୁରୁ, ଆପଣଙ୍କ ଠାକୁର ଆପଣଙ୍କ ହାତ କେବେ ବି ଛାଡ଼ିବେ ନାହିଁ। ଆପଣଙ୍କ ପ୍ରତ୍ୟେକଟି ଲୁହ, ପ୍ରତ୍ୟେକଟି ଆକୁଳତା ତାଙ୍କ ପାଖରେ ପହଞ୍ଚୁଛି। ଆସନ୍ତୁ, ଆମର ସମସ୍ତ ସଂଶୟ, ସମସ୍ତ ଅହଙ୍କାର, ଆମର ଭୁଲ ଭଟକା ଓ ଦୁଃଖକୁ ସେହି ସଦ୍ଗୁରୁ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ଶ୍ରୀଚରଣରେ ସମର୍ପଣ କରିଦେବା। ଆଉ ନିଶ୍ଚିନ୍ତ ହୋଇ ଠାକୁରଙ୍କୁ କହିବା, ମୁଁ ମୋ ଠାକୁରଙ୍କର, ଆଉ ମୋ ଠାକୁର ମୋର। ଜୟଗୁରୁ, ଜୟଗୁରୁ, ଜୟଗୁରୁ। ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସ ଦେବଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ଜୟଗୁରୁ, ଜୟଗୁରୁ, ଜୟଗୁରୁ।